লঙ্কাধিপতি রাবণ ମୁଁ ବିଶ୍ୱ ବିଜୟ କରିଛି, ତ୍ରିପୁରା ପଦାନତ କରିଛି। ମୁଁ ସତ୍ୟ ବିଜୟର ପ୍ରତୀକ। ମୋର ସ୍ଥିତି ଲାଗି ମୁଁ ସର୍ବଦା ସଂଗ୍ରାମ କରେ, ସଫଳ ମଧ୍ୟ ହୁଏ। মহারাজ, কি ସମ୍ବାଦ ସାରଥୀ? আজি যুদ্ধরে লক্ষ্মণ কুমারଙ୍କର মৃত্যু ঘটিছি। ପ୍ରଥମ ପରାଜୟ। মহারাজ, আজি যুদ্ধরে মহিরাবণଙ୍କର মৃত্যু ঘটিছি। দ্বিতীয় পরাজয়। মহারাজ, আজি যুদ্ধরে কুম্ভকর্ণଙ୍କର মৃত্যু ঘটিছি। তৃতীয় পরাজয়। মহারাজ, আজি যুদ্ধরে লঙ্কার মহামহারথীଙ୍କ ସହିତ ଆପଣଙ୍କର ସମସ୍ତ ପୁତ୍ରର ମୃତ୍ୟୁ ଘଟିଛି। মহারাজ, আজি যুদ্ধরে ইন্দ্রজিতଙ୍କର ଆସିବାର ସମ୍ବାଦ ଆସିଛି। ମହାରାଜ, ତାକୁ ଯୁଦ୍ଧକୁ ପଠାଅ। মহারাজ, আজি যুদ্ধরে ইন্দ্রজিতଙ୍କର মৃত্যু ঘটিଛି। লঙ্কা বীর শূন্য। ଲଙ୍କା ବୀର ଶୂନ୍ୟ ନୁହେଁ, ମୁଁ ବଞ୍ଚିଛି। ଲଙ୍କାର ଶେଷ ଯୋଦ୍ଧା ବଞ୍ଚିଛି। ମୁଁ ଥିବା ଯାଏ ଲଙ୍କାର ପରାଜୟ ଅସମ୍ଭବ। ସାରଥୀ, ରଥ ପ୍ରସ୍ତୁତ କର। କେତେ ସୈନ୍ୟଙ୍କ ଶବ ଦେଖିବେ ମହାରାଜ? କେତେ କଟା ମୁଣ୍ଡର କବନ୍ଧ ଦେଖିବେ? କେତେ ରକ୍ତପାତ ଦେଖିବେ ମହାରାଜ? କେତେ ଅସ୍ତ୍ର ଝଙ୍କାର ଶୁଣିବେ? ଶୁଣିବି। ଯାଏ ଯାଏ ଦେହ ଅଛି, ଯେପର୍ଯ୍ୟନ୍ତ ଦେହରେ ଆତ୍ମା ଅଛି, ଯେପର୍ଯ୍ୟନ୍ତ ଆତ୍ମା ପରମାତ୍ମାରେ ନ ମିଶିଛି, ଶୁଣିବି। ସାରଥୀ, ରଥ ପ୍ରସ୍ତୁତ କର। ମୁଁ ମହାକାଳ ମନ୍ଦିରକୁ ଯିବି। ଯଥାଜ୍ଞା ମହାରାଜ। नाटक निषिद्ध कक्ष परिवेषण करने जाउछंती रंगशाला पुरीर कलाकार माने। सीता को अपहरण करिथिला बोली से खलनायक एवं ता लगी समग्र रामायणर अवतारणा। से पापबोधर मुक्ति लगी से निर्माण करने को चाहिथिला स्वर्ग को सीढ़ी, जहाद्वारा लंकार समस्त राक्षस माने एही अपराध दुनिया मुक्ति पाई स्वर्गर स्वप्न देखिपारे। से इच्छाकृत भाव में अपहरण करिथिला सीता को, कारण तार शेष परिणति ही मुख्य बा मुक्ति। किंतु एथिपाई कौन युद्धर आवश्यकता रही? युद्ध शेष अवशिष्ट रही जाइछंती किए? किए तार परिकल्पित स्वर्ग को सीढ़ी दे चढ़ी पारिबो? से अवशिष्ट व्यक्तिटी कौन विकलांग स्वप्नटीए? ये स्वप्न केवल रावण देखिपारे तार निषिद्ध कक्षरे। मंच बाहर मंच शरत महांती से होउचंती मंच निर्देशक और सहयोगरे
ସମୀର ମହାପାତ୍ର, ରାକେଶ ମହାନ୍ତି। ସଙ୍ଗୀତ ବିନୟ କୁମାର ଦାସ। ରୂପସଜ୍ଜା ଓ ପୋଷାକ ଜନତା ଚିତ୍ରାଳୟ। ମଞ୍ଚ ପରିଚାଳନା ପତିତ ପରିଡ଼ା ଓ ଜ୍ଞାନ ମହାନ୍ତି। ଆଲୋକ ପରିଚାଳନା ଶୁଭ୍ରାଂଶୁ ପରିଡ଼ା। ବିଶେଷ କୃତଜ୍ଞତା ଥିଏଟର ଓଡ଼ିଶା ସୁନାବେଡ଼ା। ନାଟ୍ୟ ରଚନା ଶଙ୍କର ତ୍ରିପାଠୀ ଓ ନାଟ୍ୟ ନିର୍ଦ୍ଦେଶନା ବିକ୍ରମ ସାହୁ। ମଞ୍ଚ ଉପରେ ରାବଣ ସନ୍ତୋଷ ଦାସ, ସାରଥୀ ରମେଶ ଦାସ, ବିଭୀଷଣ ପତିତ ପରିଡ଼ା, ବାଳକ ଗଣେଶ ଦାସ, ପ୍ରଥମ ଶିଳ୍ପୀ ବିକାଶ ଦତ୍ତ, ଦ୍ୱିତୀୟ ଶିଳ୍ପୀ ପ୍ରଦୀପ କୁମାର ପ୍ରଧାନ, ଡଗର ପ୍ରଦୀପ୍ତ ସ୍ୱାଇଁ, ରାଣୀ ଅର୍ପିତା ନନ୍ଦ, ସଖୀ ରୋଜାଲିନ ପଣ୍ଡା। ତେବେ ଆସନ୍ତୁ ଦର୍ଶକ ବନ୍ଧୁ, ଦେଖିବା ନାଟକ ନିଷିଦ୍ଧ କକ୍ଷ। ପରିବେଷଣ କରିବେ ରଙ୍ଗଶାଳା ପୁରୀ। ସ୍ୱର୍ଗକୁ ସିଡ଼ି। ହଁ, ଲଙ୍କାଧିପତି ରାବଣର ଜୀବନ ଗୋଟେ ବିରାଟ ସ୍ୱପ୍ନ। ସ୍ୱର୍ଗକୁ ସିଡ଼ି। ଶିଳ୍ପୀ ଉଦଣ୍ଡ କଣ ଭାବୁଛୁ? ଭାବୁଛି ଏ ସିଡ଼ି ନିର୍ମାଣ କାମ କେବେ ସରିବ। ବର୍ଷ ପରେ ବର୍ଷ ବିତିଗଲା। ପ୍ରଥମେ ଲାଗୁଥିଲା ସ୍ୱର୍ଗଟା ହାତ ପାଉଥାଏ, କାମ ଖୁବ୍ ଶୀଘ୍ର ସରିଯିବ। କିନ୍ତୁ ହାତ ପାଉଥାଏ, ସ୍ୱର୍ଗଟା ଚାଲିଯାଉଛି ଦୂରକୁ, ବହୁ ଦୂରକୁ। ତମେ ବୁଦ୍ଧି ନିରାଶ ହେଇଗଲଣି। ଠିକ ନୁହେଁ ଶିଳ୍ପୀ ବିକାଳ। ଯୋଉ କାର୍ଯ୍ୟ ଅନ୍ତହୀନ ସେଭଳି ଗୋଟେ କାର୍ଯ୍ୟ କରିବା ପାଇଁ ଇଚ୍ଛା ହେବ କେମିତି? ସକାଳୁ ପଥରଟି ଖୋଲିଲା ବେଳେ ଆକାଶଟା ଆଖି ପାନ୍ତରେ ଦେଖାଯିବ। ମନେ ହୁଏ ଆଜି ସନ୍ଧ୍ୟା ପୂର୍ବରୁ ସେଠି ସ୍ୱର୍ଗ ଛୁଇଁଯିବ। ସନ୍ଧ୍ୟା ହୁଏ, ଆକାଶରେ ଅନ୍ଧାର ଛାଇ ହୋଇଯାଏ। କିନ୍ତୁ କାମ ସରେ। ପୁଣି ସେ ସକାଳକୁ ଅପେକ୍ଷା। ପ୍ରତ୍ୟେକ ସକାଳରେ ସେ ନିର୍ଦ୍ଦିଷ୍ଟ ଅସାମୁଣ୍ଡ ଉପରେ ଆକାଶ, ତା ଭିତରେ ସ୍ୱର୍ଗ। କିନ୍ତୁ ସନ୍ଧ୍ୟା ହେଲେ ହସର ଅନ୍ତ ହୁଏ। ରାବଣର କୌଣସି ଗୁପ୍ତଚର ଜାଣିଲେ ଆମର ମୃତ୍ୟୁ ହେବ। ଛାଡ଼, ସେ ବିଷୟରେ ଆଲୋଚନା ବନ୍ଦ କର। ଆଜି ମାତ୍ର 2ଟି ପାହାଚ ଖୋଳା ସରିଛି। ଦଳପତି ଆସିବା ଆଗରୁ ଆମକୁ କାମ ସାରିବାକୁ ପଡ଼ିବ। ଯାଅ। ମୁଁ ଦେଖୁଛି ତମେ କାମ କରିଦେବନି। କଣ ହେଇଛି ତମର? ଆଜି ଗୁଡ଼ାଏ ପ୍ରଶ୍ନ ମୋ ଭିତରେ ମୁଣ୍ଡ ଟେକି ଉଠୁଛି। ଏ ସିଡ଼ି କାହିଁକି? ହୁଏତ ସିଡ଼ି ସରିପାରେ କିମ୍ବା ନ ସରିପାରେ। ଆଚ୍ଛା, ଏଭଳି ଏକ ସିଡ଼ି ନିର୍ମାଣ କରିବା ପାଇଁ ରାବଣ ଇଚ୍ଛା କଲେ କାହିଁକି? ମୁଁ ଦେଖୁଛି କାମ ବନ୍ଦ କରି ପ୍ରଥମେ ତୁମର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଏ ବିଶ୍ୱରେ 2ଟି ଶକ୍ତି, ଗୋଟିଏ ଦେବ, ଅନ୍ୟଟି ଦାନବ। ସେମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ହଠାତ୍ ଦିନେ ଲଙ୍କାଧିପତି ରାବଣର ଆକ୍ରମଣରେ ଦାନବମାନଙ୍କ ଦ୍ୱାରା ଦେବତାମାନେ ପରାସ୍ତ ହେଲେ। ସେମାନଙ୍କର ରାଜ୍ୟ ସବୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା। କୀର୍ତ୍ତି ସ୍ତମ୍ଭ ସବୁ ଭାଙ୍ଗି ଦିଆଗଲା। ତାପରେ ତାପରେ ଚାରିଆଡ଼େ ହାହାକାର, ଦୁର୍ଦିନ, ଉତ୍କଟ ଦାରିଦ୍ର୍ୟ। ଦେବତାମାନେ ସାହାଯ୍ୟ ପାଇଁ ଆମ ଦାନବମାନଙ୍କ ନିକଟରେ ଗୋଡ଼ ଭାଙ୍ଗି ଠିଆ ହେଇଛନ୍ତି। ତାହେଲେ ସେଠି କଣ ରାବଣର ବିଜୟର ପ୍ରତୀକ? ନା,
ପାର୍ଥିବ ଅଭିମାନ ତାଙ୍କର ଗର୍ବ ଏକାଗ୍ର ଚକ୍ରବର୍ତ୍ତୀ ଆଇ ସାରା ପୃଥିବୀରେ ଶାସନ କରିବାର ଇଚ୍ଛା ଭୋଦିଏ ତା ବି ନୁହଁ। ତାହେଲେ ଶୁଣ 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 ଲଙ୍କାପୁରର ସମସ୍ତ ଅଧିବାସୀ ମାନେ ଶୁଣ ଲଙ୍କାଧିପତି ରାବଣଙ୍କର ଘୋଷଣା ସ୍ୱର୍ଗ ବିଜୟ ଲାଭ କରିସାରିବା ପରେ ଆମେ ବିଶ୍ୱର ଏକମାତ୍ର ବୃହତ ଶକ୍ତି ଅଖଣ୍ଡ ବିଶ୍ୱକୁ ଭୋଗ କରିବା ଆମର ଅଧିକାର ମର୍ତ୍ତ୍ୟରେ ପ୍ରତ୍ୟେକ ଜୀବକୁ ଜରା ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ଭୋଗ କରିବାକୁ ପଡ଼ିଥାଏ କିନ୍ତୁ ସ୍ୱର୍ଗରେ ସମସ୍ତେ ଆମର ସେଠି ମୃତ୍ୟୁ ନାହିଁ ତେଣୁ ଲଙ୍କାର ସମସ୍ତ ଅଧିବାସୀ ମାନଙ୍କ ପାଇଁ ଲଙ୍କାଧିପତି ରାବଣଙ୍କ ତରଫରୁ ସ୍ୱର୍ଗକୁ ସିଡ଼ି ନିର୍ମାଣ କରାଯାଉଛି ଯାହାଦ୍ୱାରା ଲଙ୍କାର ସମସ୍ତ ଅଧିବାସୀ ମାନେ ଏହି ମର ଜଗତକୁ ଛାଡ଼ି ସ୍ୱର୍ଗରେ ଅମର ଜୀବନ ଭୋଗ କରିବେ। ଅମର ଜୀବନ ନାଗର ବାଲା ଘୋଷଣା କରିଦେଇଗଲା ଅମର ଜୀବନ କଥା। ଏଥିରେ ନୂଆ କ'ଣ ଅଛି? ସିଡ଼ି କାର୍ଯ୍ୟ ଆରମ୍ଭ ହେଲା ଦିନଠୁ ଏଭଳି ଘୋଷଣା ତ ପ୍ରତ୍ୟହ ଚାଲିଛି। ପ୍ରତ୍ୟେକ ଲଙ୍କାର ଅଧିବାସୀ ମାନେ ଗୋଟିଏ ପ୍ରଶ୍ନ ପଚାରନ୍ତି କାମ କେବେ ସରିବ କ'ଣ ବା ସେମାନଙ୍କୁ କୁହାଯାଇପାରେ ସେଇ ପୁରୁଣା ଉତ୍ତର କାମ ଏବେ ସରିଯିବ। ଶିଳ୍ପୀ ଉଦଣ୍ଡ ଏଥିରୁ କିଛି ଅନୁମାନ କରିପାରୁଛ? କ'ଣ ଆମେ ହେଲୁ ଏ ବିଶ୍ୱର ଏକମାତ୍ର ବୃହତ ଶକ୍ତି ଆମକୁ କେହି ଜୟ କରିପାରେ ନା ତା ସତ୍ତ୍ୱେ ଏ ମୃତ୍ୟୁର ଭୟ କାହିଁକି କାହିଁକି ଲଙ୍କାର ସମସ୍ତ ଅଧିବାସୀ ମାନେ ଚାହାନ୍ତି ଏ ସିଡ଼ି ଦେଇ ସ୍ୱର୍ଗକୁ ଚାଲିଯିବାକୁ? ମୃତ୍ୟୁର ଭୟ ତ ସେହି ଦିନଠୁ ଆରମ୍ଭ ହୋଇଛି ଯେଉଁଦିନ ସୀତାଙ୍କୁ ଅପହରଣ କରାଗଲା। ଶୁଣାଯାଉଛି ସୀତାଙ୍କ ସ୍ୱାମୀ ରାମଚନ୍ଦ୍ର ଲଙ୍କା ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏବେ କ'ଣ ଯୁଦ୍ଧର ଭୟ? ଯୁଦ୍ଧର ଭୟ ତ ପ୍ରତି ମୁହୂର୍ତ୍ତରେ ଲାଗିଛି। କିଏ ଜାଣିଛି କିଏ ଯୁଦ୍ଧରେ କିଏ ମରିବ କିଏ ବଞ୍ଚିବ? ଯୁଦ୍ଧରେ ତ କେହି ଜଣେ ମରେ କେହି ଜଣେ ବିଧବା ହୁଏ। ପବନରେ ସୈନ୍ୟମାନଙ୍କର ଆର୍ତ୍ତ ଚିତ୍କାର ସମୁଦ୍ରରେ ରକ୍ତର ସୁଅ ପୃଥିବୀ ଉପରେ କଟା ମୁଣ୍ଡ କଟା ହାତ କଟା ଗୋଡ଼ କୁଢ଼ କୁଢ଼ ଅଙ୍ଗ କୁଢ଼ କୁଢ଼ ଅଙ୍ଗ କୁଢ଼ କୁଢ଼ ଅଙ୍ଗ କି ବିଭତ୍ସ ଦୃଶ୍ୟ କି ବିଭତ୍ସ ଦୃଶ୍ୟ କି ବିଭତ୍ସ ଦୃଶ୍ୟ। ସୀତାକୁ ଅପହରଣ କରିବା ଉଚିତ ନଥିଲା। ଛାଡ଼ୁ ଛାଡ଼ୁ ଗୋଟେ ଦୁର୍ଦ୍ଦିନକୁ ନିମନ୍ତ୍ରଣ କରାଗଲା। ଏଥିରେ ରାଣୀ ମନ୍ଦୋଦରୀଙ୍କ ପ୍ରତିକ୍ରିୟା କ'ଣ? ଉତ୍କଟ ତାଙ୍କ ପ୍ରିୟ ସଖୀକୁ ପଚାରିଥିଲି ଆଉ ସେ କହିଲେ ଶରୀରରେ ଉତ୍କଟ ଜ୍ୱାଳା ରତ୍ନ ପଲକ ଭଲ ଲାଗୁନି ସଖୀ। ତେବେ ଉଦ୍ୟାନକୁ ଚାଲନ୍ତୁ। ନା ସେଠି ବି ଭଲ ଲାଗିବନି। ଚନ୍ଦନ ଦେଖିଦେବି। ନା ଅପରଚଳର ସ୍ନାନ କରିବେ ନା ପଦ୍ମପତ୍ର ଶଯ୍ୟାରେ ଶୟନ କରିବେ? ନାଇଁ କିଛି ବି ଭଲ ଲାଗୁନି ସଖୀ। ତେବେ ରତ୍ନ ପଲକକୁ ଶୋଇଯାଆନ୍ତୁ। ପାଦ ବଞ୍ଚାଇ ଦଉଛି। ସଖୀ ଶରୀରରେ ଜଳ ଦୂର କରିବା ପାଇଁ ତୋ ପାଖରେ ଏତେ ଉପାୟ ଅଛି ହେଲେ ମନରେ ଜଳ ଦୂର କରିବାକୁ କିଛି ଉପାୟ ରଖିଛୁ? ରାତିର ଦ୍ୱିତୀୟ ପ୍ରହର ଶେଷ ହେବା ଉପରେ କଣ କରିବାକୁ କହୁଛୁ? ପ୍ରସାଧନ କକ୍ଷରେ ସଖୀମାନେ ଅପେକ୍ଷା କରିଛନ୍ତି। ହଁ ମତେ ଅଳଙ୍କାରରେ ସଜେଇ ଦେବେ।
କପାଳରେ କସ୍ତୁରୀ ତିଳକ, ହାତରେ ବାଜୁବନ୍ଧ, ପାଦରେ ଝୁଣ୍ଟିଆ, ଗଭାରେ ରଜନୀଗନ୍ଧା ଓ ଗୋଲାପର ସ୍ତବନ। ଯଦି ମହାରାଣୀଙ୍କୁ ଏବେ ସବୁ ଭଲ ଲାଗୁନି, ତେବେ ମହାମନ୍ତ୍ରୀଙ୍କୁ ଅନ୍ୟ କିଛି ବ୍ୟବସ୍ଥା କରିବେ। ଏ ଶରୀର ଉପରେ ମୋର କଣ ଅଧିକାର ଅଛି ସଖୀ? ଅନ୍ତପୁରର ରାଣୀମାନଙ୍କର ଅବସ୍ଥା ବି ଠିକ୍ ମୋରି ଭଳି। ପ୍ରତିଦିନ ସଜେଇ ହିଁ ଜଣଙ୍କର ଫେରିବା ବାଟକୁ ଚାହିଁ ବସିଥିବେ। ରାତି ବଢି ଚାଲିଥିବ, ଲାଗୁଥିବ ଯେମିତି ଆସିଗଲେ, ଦୌଡ଼ି ଯାଉଥିଲେ କବାଟ ପାଖକୁ। ହେଲେ ସବୁ ଶୂନ୍ୟ। ନିଦ ଟଳମଳ ଆଖିରେ ଅପେକ୍ଷା କରୁ କରୁ ସକାଳୁ ପାଟିରୁ ବାହାରିଯିବ, ନା ଆସିଲେନି ସିଏ। କେତେ ଦିନ ସଖୀ, କେତେ ଦିନ? ଏ ଅପେକ୍ଷାର ତ ପୁଣି ଗୋଟେ ଶେଷ ଅଛି। ସୀତାଙ୍କୁ ଆଣିବା ପରଠାରୁ ମହାରାଜଙ୍କର ଏଠିକି ଆସିବା ବନ୍ଦ ହେଇଯାଇଛି। ମହାରାଜ କଣ ସୀତାକୁ ଚାହାନ୍ତି? କିଛି ଜଣା ପଡୁନି। ଚାହିଁଥିଲେ ତ କେବେଠାରୁ ପାଟରାଣୀ କରିସାରନ୍ତେଣି। ଅଶୋକ ବନର ଦାସୀମାନେ କହୁଥିଲେ ମହାରାଜ ସବୁଦିନ ସୀତାଙ୍କ ପାଖକୁ ଯାଆନ୍ତି, ଦୂରରେ ଛିଡା ହୋଇ କିଛି ସମୟ ଦେଖନ୍ତି, ପୁଣି ଚାଲି ଆସନ୍ତି। ଠିକ ଅଛି, ତୁ ଯା, ରାତି ଅନେକ ହେଲାଣି। ଆପଣଙ୍କୁ ଏ ଅବସ୍ଥାରେ ଛାଡିଦେଇ? ତୁ ତ ବିବାହିତା, ଘରେ ତୋର ସ୍ୱାମୀ ଅପେକ୍ଷା କରିଥିବ। ମୋ ପାଇଁ ତୋ ରାତିର କାଇଁ ନଷ୍ଟ କରିବୁ? ଇଏ ତ ମୋର କର୍ତ୍ତବ୍ୟ ମହାରାଣୀ। ସଖୀ, ଆଚ୍ଛା କହିଲୁ ଦେଖି, ମୋ ଭଳି ଅବସ୍ଥା ତୋର କେବେ ଆସିଛି? ହଁ, ଥରେ ଦିଥର। ଯେତେବେଳେ ଆମ ଦୁଇଙ୍କ ଭିତରେ ଝଗଡ଼ା ହୁଏ, ସେ ଅନୁତାପ କରନ୍ତି, ସବୁ ପୂର୍ବ ଭଳି ଚାଲେ। ସିଏ ତତେ ଅପେକ୍ଷା କରିଥାନ୍ତି? ହଁ ମହାରାଣୀ, ମୁଁ ଯେମିତି ପହଞ୍ଚି ଆଲିଙ୍ଗନରେ ବ୍ୟତିବ୍ୟସ୍ତ କରି ପକାନ୍ତି। ଚାଲିଗଲା? ହଁ ମହାରାଣୀ, ନିଷିଦ୍ଧ କକ୍ଷ ଭିତରକୁ। ନା, ଆଉ ସହି ହଉନି। ଯା, ତାକୁ ପଚାରିବୁ ସବୁଦିନ ମହାରାଜ ନିଷିଦ୍ଧ କକ୍ଷ ଭିତରେ କଣ କରୁଛନ୍ତି। ପଚାରିବୁ ତାକୁ। ମତେ ଏମିତି ଉପେକ୍ଷା କରି ସିଏ କଣ ଶାନ୍ତି ପାଉଛନ୍ତି? ଯିବି? ହଁ, ଯା। জন্ম পরি সত্য তুমি, তুম লাগি মোরে অন্তহীন অপেক্ষা। তুম আসিবা সম্বাদ শুনিছি মু পবনরে।
মাটির গন্ধরে নির্জন কোঠরীরে আস বন্ধু আস তোমার স্পর্শরে অমৃতরে খোড়ায় শূন্য জীবনের পাত্র প্রণাম ভাই। ବିଭୀଷଣ ତୁମେ ଏ ନିଷିଦ୍ଧ କକ୍ଷରେ କେମିତି? ଲଙ୍କାର ପ୍ରତ୍ୟେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ, ଏ ନିଷିଦ୍ଧ କକ୍ଷରେ ମହାରାଜା ରାବଣ କରୁଛନ୍ତି କ'ଣ? ସେଥିପାଇଁ ପ୍ରହରୀର ନିର୍ଦ୍ଦେଶକୁ ଅମାନ୍ୟ କରି ମୁଁ ଚାଲି ଆସିଛି। ତେବେ ତୁମେ ଜାଣିବାକୁ ଚାହ? ଦେଖ ଏ କାନ୍ଥକୁ ପଢିବାକୁ ଚେଷ୍ଟା କର। ସୀତା ହରଣ ରାବଣ ମରଣ, ସୀତା ହରଣ ରାବଣ ମରଣ, ସୀତା ହରଣ ରାବଣ ମରଣ। ତାହେଲେ ଆପଣ ଜାଣିଥିଲେ ଏହା ସତ୍ୟ ବି ସୀତାଙ୍କୁ ଅପହରଣ କରାଯାଇଛି। ହଁ, କାରଣ ଆପଣ ଅମର, ଆପଣଙ୍କୁ କେହି ବିନାଶ କରିପାରିବେ ନାହିଁ। ତେଣୁ ମୃତ୍ୟୁ ଉପରେ ଆପଣ ଜୟଲାଭ କରିବାକୁ ଚାହାନ୍ତି। ତୁମେ ଠିକ କହିଛ। ତାହେଲେ ଏ ଅପେକ୍ଷା କାହା ପାଇଁ? ବନ୍ଧୁଟିଏ ଶଙ୍ଖୁଳି ନେବା ଲାଗି ତୁମେ ଆସିବା ଆଗରୁ ମୁଁ ସଙ୍ଗୀତଟିଏ ଲେଖୁଥିଲି, ମୃତ୍ୟୁର ସଙ୍ଗୀତ। ଶୁଣିଛି ଆପଣ ଅପେକ୍ଷା କରିଥିବା ବନ୍ଧୁ ରାମଚନ୍ଦ୍ର ନିଶ୍ଚୟ। ଏକା କଥା, ମୃତ୍ୟୁ ଆଉ ରାମଚନ୍ଦ୍ରଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ। ଆପଣ କ'ଣ ଶୁଣିନାହାନ୍ତି ଭାଇ? ରାମଚନ୍ଦ୍ରଙ୍କର ଆସିବା ସମ୍ବାଦ ପାଇଁ ଏ ଲଙ୍କାର ସମସ୍ତ ଅଧିବାସୀ ଆଶଙ୍କାରେ ଆତଙ୍କିତ। ଅନାଗତ ଦୁର୍ଦିନରେ ପ୍ରମାଦ ଗଣୁଛନ୍ତି। ଜୀବନ ପ୍ରତି ମୋହ କମି ଯାଉଛି। ସବୁବେଳେ ଲାଗୁଛି କିଛି ଗୋଟେ ଅଘଟଣ ଘଟିଯିବ। ସେମାନେ ବିଶ୍ୱ ବିଜୟୀ, ସେମାନଙ୍କର ଏ ଭୟ କାହିଁକି? ଯୁଦ୍ଧର ଫଳାଫଳ ଅନିଶ୍ଚିତ। ତା ଛଡ଼ା ଲଙ୍କାର ସମସ୍ତ ଅଧିବାସୀ ଜାଣନ୍ତି ରାମଚନ୍ଦ୍ର ଭଗବାନ। ତାଙ୍କ ପାଖରେ ଯେଉଁ ଅସ୍ତ୍ର ଶସ୍ତ୍ର ଅଛି, ଏ ସମଗ୍ର ସ୍ୱର୍ଣ୍ଣ ଲଙ୍କା ଛାରଖାର ହୋଇଯାଇପାରେ। ଅସ୍ତ୍ର ଶସ୍ତ୍ର ଆମ ପାଖରେ ମଧ୍ୟ ଅଛି। ଅସ୍ତ୍ରରେ ଏ ପ୍ରତିଯୋଗିତା କାହିଁକି ଭାଇ? ଯୁଦ୍ଧରେ ତ କେହି ଜଣେ ସ୍ତ୍ରୀ ବିଧବା ହେବ, କେହି ଜଣେ ଶିଶୁ ପିତୃହରା ହେବ, କାହାର ରକ୍ତରେ ଏ ସମୁଦ୍ର ଲାଲ ହେବ। ଆତଙ୍କର ବଞ୍ଚିବା ଦୁର୍ବିସହ ହେବ। ବିଭୀଷଣ, ସେମାନେ ମୃତ୍ୟୁକୁ ଭୟ କରନ୍ତି, ଜୀବନକୁ ବି ଭୟ କରନ୍ତି। ସେଇ ବୀରୁ କା ପୁରୁଷ ମାନଙ୍କ ପାଇଁ ମୁଁ ସ୍ୱର୍ଗକୁ ଛିଡ଼ି ନିର୍ମାଣ କରୁଛି। ଭୟ ନାହିଁ, ସେମାନେ ଅମରତ୍ୱ ଲାଭ କରିବେ। କିନ୍ତୁ ସିଡ଼ି ନିର୍ମାଣ ଯେ ଏପର୍ଯ୍ୟନ୍ତ ଶେଷ ହୋଇପାରୁନାହିଁ। ମୋର ଅନୁରୋଧ ରକ୍ଷା କରନ୍ତୁ ଭାଇ। ଆପଣ ଏହି ଯୁଦ୍ଧ ବନ୍ଦ କରନ୍ତୁ, ଆତଙ୍କର ଶେଷ ହେବ। ମୃତ୍ୟୁକୁ ଡରି ଗୋଟାଏ ଭୀରୁ କା ପୁରୁଷଙ୍କ ପରି ମୁଁ ଯୁଦ୍ଧ ବନ୍ଦ କରିଦେବି? ତା ଦ୍ୱାରା ଗୁଡ଼ିଏ ଜୀବନ ରକ୍ଷା ପାଇଯିବ। ଗୁଡ଼େ ଭୀରୁ କା ପୁରୁଷଙ୍କ ଜୀବନ, ଗୁଡ଼େ ଅବକ୍ଷୟର ଜୀବନ, ଯୋଉମାନେ ବଞ୍ଚିବା ଶିଖିନାହାନ୍ତି, ମୃତ୍ୟୁର ଭୟରେ ସର୍ବଦା ମରୁଛନ୍ତି। ଆପଣ କ'ଣ ତାହେଲେ ସେମାନଙ୍କର ବିନାଶ ଚାହାନ୍ତି? ତାର ମୀମାଂସା ଯୁଦ୍ଧ ଶେଷରେ ହବ। ରାମଚନ୍ଦ୍ରଙ୍କ ସନ୍ଧାନ କିଛି ପାଇଛ? ହଁ, ଗୁପ୍ତଚର ମୁହଁରୁ ଶୁଣିଲି ଜଟାୟୁ ଠାରୁ ସେ ସମ୍ବାଦ ପାଇଛନ୍ତି ଆପଣ ସୀତାଙ୍କୁ ଅପହରଣ କରିଛନ୍ତି। ସମ୍ବାଦ ପାଇଛନ୍ତି? ତାହେଲେ ଆସିବାର ବିଳମ୍ବ ନାହିଁ। ରାବଣ ସୀତାଙ୍କୁ ଅପହରଣ କରିଥିବା ସମ୍ବାଦ ପାଇବା ପରେ ସେ ନିଶ୍ଚିନ୍ତ ଲଙ୍କାର ସନ୍ଧାନ ପାଇଯିବେ। ତାପରେ ସେ ଶୀଘ୍ର ଆସିବା ପାଇଁ ଚେଷ୍ଟା କରିବେ। ହଁ ବିଭୀଷଣ, ହଁ। ଆପଣ ଏକଥା ଶୁଣି ଖୁସି ହେଉଛନ୍ତି ଭାଇ? ହଁ ବିଭୀଷଣ, ମତେ ତାଙ୍କୁ ସ୍ୱାଗତ କରିବାକୁ ପଡିବ। ତାଙ୍କର ସ୍ୱାଗତ କବିତା ଲେଖିବାକୁ ପଡିବ। ବିଭୀଷଣ, ମତେ ଏଠି ଏକାକୀ ରହିବାକୁ ଦିଅ। ତୁମେ ଯାଅ। ଆସୁଛନ୍ତି, ସେ ଆସୁଛନ୍ତି। ପ୍ରଭୁ
ରାମଚନ୍ଦ୍ର ଆସୁଛନ୍ତି। ପଥର ହାଣି ଚାଲିଛନ୍ତି। ସମୟ ଖୁବ୍ କମ୍, କାମ ଶୀଘ୍ର ସାରିବାକୁ ପଡ଼ିବ। ଏମିତି ପ୍ରାଣମୂର୍ଚ୍ଛା କାମ କଲେ କଣ ସିଡ଼ି କାର୍ଯ୍ୟ ଶୀଘ୍ର ଶେଷ ହେଇଯିବ? ଯେମିତି ପ୍ରକାର ଆଉ କାମ ସାରିବାକୁ ପଡ଼ିବ, ତାହେଲେ ଭୟର ମୁକ୍ତି ନାହିଁ। ଭୟ, ମୃତ୍ୟୁର ଭୟ। ହଁ, ରାସ୍ତାରେ ଚାଲୁଥିଲା ବେଳେ, ଘରେ ଶୋଇଥିଲା ବେଳେ କେତେବେଳେ ପ୍ରାଣଟା ଚାଲି ଯାଇପାରେ। ଏଠି ଯେମିତି ଯୁଦ୍ଧ ବେଳେ କିଛି ଘଟେ ନାହିଁ। ଶୁଣ ଶୁଣ ଶୁଣ, ଲଙ୍କାପୁରର ସମସ୍ତ ଅଧିବାସୀ ମାନେ ଶୁଣ, ଲଙ୍କାଧିପତି ରାବଣଙ୍କର ଘୋଷଣା। ଆମ ରାଜ୍ୟ ଉପରେ ବହିଃଶତ୍ରୁ ଆକ୍ରମଣ କରିବାର ଆଶଙ୍କା ଦେଖାଦେଇଛି। ତେଣୁ ରାଜ୍ୟର ସମସ୍ତ ସୈନ୍ୟ, ସମସ୍ତ ପୁରୁଷ, ସମସ୍ତ ଶାବଳକ ମାନଙ୍କୁ ସୂଚାଇ ଦିଆଯାଉଛି, ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବେ। ଶୁଣ ଶୁଣ ଶୁଣ, ନାଗରା ବାଲା କଣ ଘୋଷଣା କରିଦେଇଗଲା ଶୁଣିଲ ତ? ହଁ ହଁ, ମହାରାଜ ଠିକ ଭାବିଥିଲେ। ଏଠି ଏଠି ବଞ୍ଚିବାର ଭୟ ଅଛି, କିନ୍ତୁ ସ୍ୱର୍ଗରେ ନାହିଁ। ସେଠି ଆମେ ସମସ୍ତେ ଶାନ୍ତିରେ ନିଶ୍ୱାସ ମାରିବା। ସମସ୍ତେ ସ୍ୱର୍ଗର ଦୂରତା ଯେତେ ହବ ପଛେ, ସ୍ୱର୍ଗର ଦୂରତା ଯେତେ ହବ ପଛେ, ଆମକୁ ସେଠି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଡ଼ିବ। ସ୍ୱର୍ଗକୁ ଛୁଇଁବାକୁ ପଡ଼ିବ। ଆହୁରି ଆହୁରି ଶିଳ୍ପୀ ଆଣିବାକୁ ପଡ଼ିବ, ଆହୁରି ଶିଳ୍ପୀ ଆଣିବାକୁ ପଡ଼ିବ, ଆହୁରି ଶିଳ୍ପୀ ଆଣିବାକୁ ପଡ଼ିବ, ଆହୁରି ଶିଳ୍ପୀ ଆଣିବାକୁ ପଡ଼ିବ। ହେ ଶିଳ୍ପୀଗଣ, ଯୁଦ୍ଧ ଦେଖାଯାଇଛି। କିଏ ଦାସୀ, କଣ କହୁଛୁ? ମହାରାଜ, ଅନ୍ତପୁରକୁ ବିଜୟ କରିବେ? ନା, ମୁଁ ଏହି ନିଷିଦ୍ଧ କକ୍ଷରେ ଅଛି। ଆଜି ମହାରାଜ ଖୁବ୍ ଅସ୍ଥିର ଜଣାପଡ଼ୁଛନ୍ତି। ଆଜି ଯାଏ ମୁଁ ଗୋଟେ ଅଦୃଶ୍ୟ ସତ୍ତା ଉପରେ ଅଯଥା ବିଶ୍ୱାସ କରୁଥିଲି। ଏବେ ମୁଁ ଭାବୁଛି ବିଶ୍ୱାସର ଯୋଗ୍ୟ ସେ ନୁହେଁ। ଆପଣ କାହା କଥା କହୁଛନ୍ତି? ରାମଚନ୍ଦ୍ର ସୀତାଙ୍କ ଅପହରଣ ହେବା ସମ୍ବାଦ ପାଇବା ପରେ ନୀରବ ହୋଇ ବସିଛନ୍ତି। ଆଚ୍ଛା, ତତେ ଯଦି କିଏ ଅପହରଣ କରେ, ତେବେ ତୋ ସ୍ୱାମୀ କଣ କରିବ? ମତେ ଖୋଜି ବୁଲିବେ, ମୁଁ କୋଉଠି ଅଛି ତାର ସନ୍ଧାନ ନେବେ। ସନ୍ଧାନ ପାଇବା ପରେ ମତେ ଉଦ୍ଧାର କରିବାକୁ ଚେଷ୍ଟା କରିବେ। କେତେ ଦିନ ପରେ? ଦିନ ଆଉ କଣ, ସଙ୍ଗେ ସଙ୍ଗେ। କିନ୍ତୁ ରାମଚନ୍ଦ୍ର ପଞ୍ଚବଟରେ ଘୁରି ବୁଲୁଛନ୍ତି। ସେ କଣ ଜାଣନ୍ତି ସୀତା ଏଠାରେ ଅଛନ୍ତି ବୋଲି? ହଁ, ସେ ଜଟାୟୁ ପାଖରୁ ସମ୍ବାଦ ପାଇଛନ୍ତି।
ତା ସତ୍ତ୍ୱେ ତାଙ୍କୁ ଲଙ୍କାରେ ପହଞ୍ଚିବା ପାଇଁ ଏତେ ଦିନ ସହ ବିତିଗଲା। କୌଣସି ସ୍ୱାମୀ କ୍ଷେତ୍ରରେ ଏଭଳି ଘଟିପାରେ? ଆପଣ କଣ ରାମଚନ୍ଦ୍ରଙ୍କୁ ଅପେକ୍ଷା କରିଛନ୍ତି? ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରିଛି। ତାଙ୍କର ଯେତିକି ବିଳମ୍ବ ହଉଛି ମୁଁ ସେତିକି ବିପର୍ଯ୍ୟସ୍ତ ହୋଇଯାଉଛି। ତାଙ୍କର ନୀରବତା ମତେ ଅସ୍ଥିର କରିଦଉଛି। ମନେ ହଉଛି ମୋ ଗଣନାରେ କିଛି ଭୁଲ ରହିଗଲା। କିନ୍ତୁ ରାମଚନ୍ଦ୍ର ଲଙ୍କାକୁ ଆସିଲେ କଣ ଭଲ ହେବ? ନିଶ୍ଚିନ୍ତ ଭଲ ହବ। କାରଣ ସେ ହଉଛନ୍ତି ଭଗବାନ। ଭଗବାନ ଯୋଉଠିକି ଆସନ୍ତି ଭଲ ହିଁ ହୁଏ। କିନ୍ତୁ ସମସ୍ତେ କହୁଛନ୍ତି ଯୁଦ୍ଧ ହେବ। ହୋଇପାରେ। ମୁଁ ଭାବୁଛି ସେ ଜଣେ ସାଧାରଣ ଯୋଗୀ। ସେ କଣ ଆପଣଙ୍କୁ ଯୁଦ୍ଧରେ ପାରିବେ? ଲଙ୍କାରେ ସମସ୍ତେ ଯେତେବେଳେ ଗୋଟେ ଅଜଣା ଆତଙ୍କ ପଛରେ ଧାଇଁଛନ୍ତି ତୁ ମତେ ଆଶ୍ୱାସନାର ବାଣୀ ଶୁଣୁଛୁ। ଆପଣ ତ ସମସ୍ତଙ୍କୁ ଜିତିଛନ୍ତି। ରାମଚନ୍ଦ୍ରଙ୍କୁ ଜିତିବା କିଛି ବଡ କଥା ନୁହେଁ। ଜିତି ବାହାରିବା ତ ନିଶ୍ଚିତ, କିନ୍ତୁ ରାମଚନ୍ଦ୍ର ଆସିବା ଦରକାର। ଏଇ ତ ବିଭୀଷଣ ଆସୁଛନ୍ତି। କିଛି ସମ୍ବାଦ ମିଳିପାରେ। ମୁଁ ଆସୁଛି ମହାରାଜ। ଅନ୍ତପୁରରେ ମହାରାଣୀଙ୍କୁ ସମ୍ବୋଧ ଦେବାକୁ ପଡିବ ମତେ। ଆସ ବିଭୀଷଣ, ଆସ। प्रणाम भाई। କିଛି ସମ୍ବାଦ ପାଇଛ? हाँ भाई, ସମ୍ବାଦଟା କଣ? दुसंवाद। ଦୁଃସମ୍ବାଦ? ତାହେଲେ ରାମଚନ୍ଦ୍ର ଆସୁନାହାନ୍ତି? ନିଜ ପତ୍ନୀକି ଛାଡ଼ି ନୀରବ ହୋଇଯିବେ? ନା, ସୁଗ୍ରୀବ ସହିତ ତାଙ୍କର ମିତ୍ରତା ହୋଇସାରିଛି। ପାଗଳ! ସୁଗ୍ରୀବ ସହ ମିତ୍ରତାର କି ପ୍ରୟୋଜନ? କାରଣ ସେ ସୀତାଙ୍କର ସମସ୍ତ ଅଳଙ୍କାର ପାଇଛନ୍ତି ଆଉ ଆପଣଙ୍କର ସମସ୍ତ ସମ୍ବାଦ ମଧ୍ୟ ଅବଗତ ହେଇଛନ୍ତି। ସମ୍ବାଦ ପାଇବା ପରେ କରୁଛନ୍ତି କଣ? ହନୁମାନଙ୍କୁ ଦୂତ ରୂପେ ପଠାଯାଇଛି ସୀତାଙ୍କୁ ଠାବ କରିବାକୁ। ଆଉ ଖୁବ୍ ଶୀଘ୍ର ହନୁମାନ ଲଙ୍କାରେ ପ୍ରବେଶ କରିବେ। ବିଭୀଷଣ, ମୁଁ ଭାବୁଥିଲି ରାମଚନ୍ଦ୍ର ଜଣେ ଭଗବାନ, ଜଣେ ଅସାଧାରଣ ବୁଦ୍ଧି ସମ୍ପନ୍ନ। ଏବେ ମୁଁ ଭାବୁଛି ସେ ଜଣେ ଅବଧ ବାଳକ, ଜଣେ ଭାବପ୍ରବଣ ଯୋଗୀ। ଆପଣ ଏ କ'ଣ କହୁଛନ୍ତି ଭାଇ? ମୁଁ ଠିକ କହୁଛି। କାରଣ ରାମଚନ୍ଦ୍ର ଜଣେ କ୍ଷତ୍ରିୟ ରୂପେ ଗ୍ରହଣ କରିବାକୁ ମୋ ବିବେକ ମତେ ବାଧା ଦଉଛି। କାରଣ ଲଙ୍କା ବେଳେ କିଛି ପୃଥିବୀ ବାର ନୁହେଁ ଯାହାର ସନ୍ଧାନ ରାମଚନ୍ଦ୍ର ପାଇପାରୁନାହାନ୍ତି। ରାବଣ ସୀତାଙ୍କୁ ଅପହରଣ କରିଥିବା ସମ୍ବାଦ ପାଇବାରେ ପୁନର୍ବାର ହନୁମାନଙ୍କୁ ପଠାଇଛନ୍ତି ସୀତାଙ୍କର ଠାବ କରିବା ଲାଗି। କୌଣସି କ୍ଷତ୍ରିୟ ପକ୍ଷରେ ଏଭଳି ଘଟିପାରେ? ସୀତାଙ୍କୁ ଉଦ୍ଧାର କରିବା ଲାଗି ତ ତାଙ୍କୁ ପୁଣି ସୈନ୍ୟ ସାମନ୍ତ ପ୍ରସ୍ତୁତ କରିବାକୁ ପଡ଼ିବ। ରାବଣ ଏତେ ଭୀରୁ କାହା ପୁରୁଷ ନୁହେଁ। ଯଦି ରାମଚନ୍ଦ୍ର ଏକା ଏକା ଆସନ୍ତି ତେବେ ରାବଣ ତାଙ୍କ ସହ ଯୁଦ୍ଧ କରିବାକୁ ଏକା ଏକା ଯିବ। ଯଦି ମନ୍ଦ ଦୂରରେ ପର୍ତ୍ତ ହୋଇଥାନ୍ତେ ତେବେ ତା ସନ୍ଧାନ ଲାଗି ମୁଁ ଏକା ଏକା ଯାଇଥାନ୍ତି। ଜଣାପଡ଼ୁଛି ରାମଚନ୍ଦ୍ରଙ୍କର ଆସିବାରେ ବିଳମ୍ବ ଯୋଗୁଁ ଆପଣ ଅସ୍ଥିର। ହଁ, ତେବେ ତାଙ୍କ ନିକଟରେ ଶରଣ ନିଅନ୍ତୁ। ମୁଁ ଶରଣ ନେବି ଗୋଟେ ଭାବପ୍ରବଣ ଯୋଗୀର? ରାମଚନ୍ଦ୍ର କ୍ଷତ୍ରିୟ କୁଳ ତିଳକ। ଯିଏ ସାମାନ୍ୟ ଭାବପ୍ରବଣତାର ଶିକାର ହୋଇ ନିଜ ଅଧିକାରକୁ ହରାଇ ଦେଇପାରେ, କୌଣସି କ୍ଷେତ୍ରରେ ନିଜର ଅଧିକାରକୁ ହରାଇ ଜଙ୍ଗଲରେ ଘୁରି ବୁଲି ସମୟ କଟାଇ ଦେଇପାରେ। କିନ୍ତୁ ସେ ଯେଉଁ ଆଦର୍ଶ ପ୍ରତିଷ୍ଠା କରିଛନ୍ତି ଆପଣ କିପରି ବୁଝିବେ? ମୋର ଅନୁରୋଧ ରକ୍ଷା କରନ୍ତୁ ଭାଇ। ଆପଣ ସୀତାଙ୍କୁ ରାମଚନ୍ଦ୍ରଙ୍କ ନିକଟରେ ଅର୍ପଣ କରି ତାଙ୍କର ଶରଣ ନିଅନ୍ତୁ। ତାହେଲେ ମୋ ରାଜ୍ୟ ରକ୍ଷା ପାଇଯିବ। ନିଶ୍ଚୟ। ମୁଁ ସିଂହାସନ ପାଇବି ଜଣଙ୍କ ଦୟାରୁ। ଏଠି ଦୟାର ପ୍ରଶ୍ନ ଉଠୁଛି କୋଉ? ଯଦି ମୁଁ ସୀତାଙ୍କୁ ନ ଛାଡ଼େ ତେବେ ମୁଁ ଏ ଲଙ୍କାପୁରୀ ତ୍ୟାଗ କରି ଚାଲିଯିବି ରାମଚନ୍ଦ୍ରଙ୍କ ନିକଟକୁ। ହଠାତ୍ ଏପରି ନିଷ୍ପତ୍ତି ନେଲ କାହିଁକି? କାରଣ ମୁଁ ଆଦର୍ଶରେ ବିଶ୍ୱାସ କରେ। ଯେଉଁଠି ସତ୍ୟ ନାହିଁ, ନ୍ୟାୟ ନାହିଁ, ଧର୍ମ ନାହିଁ, ସେଠି ମୋର ରହିବା ଉଚିତ ନୁହେଁ। ମୁଁ ଆଶଙ୍କା କରୁଥିଲି ବିଭୀଷଣ, ତୁମେ ଲଙ୍କା ଗୋଡ଼ ଛାଡ଼ି ଚାଲି ଯାଉଛ। ତୁମକୁ ଭବିଷ୍ୟତ କ'ଣ କହିବ ମୁଁ ଜାଣିନି। ମାତ୍ର ଗୋଟିଏ କଥା ପଚାରୁଛି, କ୍ଷତ୍ରିୟର ଧର୍ମ କ'ଣ? ଯୁଦ୍ଧ ନା ଆତ୍ମସମର୍ପଣ? ଧର୍ମ ରକ୍ଷା ଲାଗି ଆତ୍ମସମର୍ପଣ କରାଯାଇପାରେ। ମିଥ୍ୟାବାଦୀ! ଧର୍ମର ଦ୍ୱୟ ଦେଇ
ନିଜର ସ୍ୱାର୍ଥପରତା ନିଜର ସଂକୀର୍ଣ୍ଣ ମନୋବୃତ୍ତିକୁ ଘୋଡ଼ାଇବାକୁ ଚେଷ୍ଟା କରୁଛ। ମୁଁ ତମ ଉଦ୍ଦେଶ୍ୟ ଜାଣେ। ତୁମେ ଲଢ଼ିବାକୁ ଭୟ କର। ପାର୍ଥିବ ମାୟା ରାଜ ସିଂହାସନ ଲୋଭରେ ତୁମେ ଏଭଳି ନିଷ୍ପତ୍ତି ନେଇଛ। ଆପଣ ଏ କ'ଣ କହୁଛନ୍ତି ଭାଇ? ମୁଁ ଠିକ କହୁଛି। ତୁମେ ଜାଣ ରାମ ରାବଣ ଯୁଦ୍ଧର ଶେଷ ପରିଣତି କ'ଣ? ତୁମେ ଜାଣ ଲଙ୍କାର ଭାଗ୍ୟ କ'ଣ? ତେଣୁ ତୁମେ ରାମଚନ୍ଦ୍ର ହାତରେ ରାବଣର ବଂଶ ଶୂନ୍ୟ କରି ଲଙ୍କାର ରାଜା ହେବାକୁ ଚାହୁଁଛ। ନା, ଏବେ ବି ମୋର ସିଂହାସନ ପ୍ରତି ଲୋଭ ଟିକେ ହେଲେ ବି ନାହିଁ। ତେବେ ମୋ ଆଗରେ ଆଜି ପ୍ରତିଜ୍ଞା କର, ଯଦି ରାମ ରାବଣ ଯୁଦ୍ଧରେ ରାବଣର ମୃତ୍ୟୁ ହୁଏ ତାହେଲେ ତୁମେ ଲଙ୍କାର ରାଜା ହବ ନାହିଁ। ସେ ପ୍ରତିଜ୍ଞା ମୁଁ କରିପାରିବି ନାହିଁ। କାହା ପାଖକୁ ଶରଣ ନେବାକୁ ଯାଉଛ ମୂର୍ଖ? ଶତ୍ରୁ ପାଖକୁ? ଶୁଣ ବିଭୀଷଣ, ତୁମେ ଯେତେବେଳେ ନିଜର ସ୍ୱାର୍ଥ ଲାଗି ସମଗ୍ର ଦେଶକୁ ବୁଲି ରାମଚନ୍ଦ୍ରଙ୍କ ଶରଣ ନେବା କଥା ଚିନ୍ତା କରୁଛ, ସେଠି ରାବଣ ନିଜର ପ୍ରାଣ ତ୍ୟାଗ କରି ସିଂହାସନ ହରିବାକୁ ପ୍ରସ୍ତୁତ ଅଛି କେବଳ କ୍ଷତ୍ରିୟର ସ୍ୱାଭିମାନ ପାଇଁ। ବ୍ୟସ୍ତ ହୁଅ ନାହିଁ। ଭବିଷ୍ୟତ ସମ୍ପର୍କରେ ତୁମେ ଯାହା ଜାଣ ମୁଁ ମଧ୍ୟ ଜାଣେ। ତେଣୁ ତୁମେ ରାମଚନ୍ଦ୍ରଙ୍କ ହାତରେ ରାବଣର ବଂଶ ଶୂନ୍ୟ କରି ଲଙ୍କାର ରାଜା ହେବାକୁ ଚାହୁଁଛ। ଭାଇ, ତୁମ ଭଳି ଗୋଟେ ଗୁଣ୍ୟ ଲୋକର ମୁହଁରୁ ମୁଁ ଭାଇର ସମ୍ବୋଧନ ଚାହେଁନି। ଏ ମାଟି ବୀର ବଜ୍ଞା, ଏ ଦେଶ ବୀର ମାନଙ୍କର। ତୁମ ଭଳି ଗୋଟେ ବୀରୁ କାହା ପୁରୁଷ ନୁହେଁ। ଚାଲିଯାଅ, କାଲି ପ୍ରଭାତରୁ ମୁଁ ଯେପରି ତୁମକୁ ଲଙ୍କା ଗଡ଼ରେ ନ ଦେଖେ। ଯାଅ। ଯାହା ଆପଣଙ୍କ ଇଚ୍ଛା। ସିଂହାସନ ହରଣ କରନ୍ତି ଏହି ବିଭୀଷଣ ପରି ବୀରୁ କାହା ପୁରୁଷ ମାନେ। ମହାରାଜଙ୍କ ପାଇଁ ସମ୍ବାଦ ନେଇ ଆସିଛି। କି ସମ୍ବାଦ ସାରଥୀ? ରାମଚନ୍ଦ୍ରଙ୍କର ଦୂତ ଏକ ବିରାଟ ମର୍କଟ ଅଶୋକ ବନରେ ପଶି ସବୁ ସାକାର କରିଦେଇଛି। ଦୂତ ତାହେଲେ ପହଞ୍ଚି ସାରିଛି। ତାକୁ ବାଧା ଦେବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ଯୁଦ୍ଧରେ ସମସ୍ତଙ୍କୁ ପରାସ୍ତ କରିଦେଇଛି। ତାକୁ ମାରିବା ଉଚିତ ନୁହେଁ। ତାକୁ ଜୀବନ୍ତ ଭାବେ ବନ୍ଦୀ କରି ଆଣ। କିନ୍ତୁ ତାକୁ ବନ୍ଦୀ କରିବ କିଏ? ସେ ଇନ୍ଦ୍ରଜିତକୁ ସମ୍ବାଦ୍ୟ, ସେହି ତାକୁ ବନ୍ଦୀ କରିପାରିବ। ଯଥାଜ୍ଞା ମହାରାଜ। ଦୂତ ତାହେଲେ ପହଞ୍ଚି ସାରିଛି। କେହି ଆସୁନାହାନ୍ତି, କିଛି ଘଟୁନାହିଁ। କେବଳ ଆଶଙ୍କାରେ ସମୟ କଟି ଚାଲିଛି। ଯାହା ହବାକୁ ଚାହିଁଥିଲି ତାହା ମୁଁ କାର୍ଯ୍ୟରେ ପରିଣତ କରିସାରିଛି। କେବଳ ଅପେକ୍ଷା, କେବଳ ଅପେକ୍ଷା। ରାମଚନ୍ଦ୍ର ଶିଳ୍ପୀ ବିକାଳ, କ'ଣ କରୁଛ? ପଥର ଖୋଳୁଛି। ଭାବୁଛି এই ପଥର ଭିତରେ ଆମେ ବି ଦିନେ ପଥର ହେଇଯିବା, କିନ୍ତୁ ସିଡ଼ି କାର୍ଯ୍ୟ ଶେଷ ହବନି। ଶୁଣିଛ, ରାମଚନ୍ଦ୍ରଙ୍କ ଦୂତ ଆସିଥିଲା, ନା ତାର ହନୁମାନ। ଲଙ୍କାରେ ପ୍ରବେଶ କରି ଅଶୋକ ବନଟାକୁ ଛାରଖାର କରିଦେଲା। ରାଜ୍ୟରେ ରାମଚନ୍ଦ୍ରଙ୍କ ଦୂତ? ହଁ, ରାବଣଙ୍କ ଦୂତମାନେ ତାକୁ ବନ୍ଦୀ କଲେ। ରାବଣଙ୍କ ନିର୍ଦ୍ଦେଶ ଥିଲା ତାକୁ ପ୍ରାଣଦଣ୍ଡ ଦେବା ପାଇଁ, କିନ୍ତୁ ସେ ମଲେନି। ତାପରେ ହନୁମାନଙ୍କ ଇଚ୍ଛା ଅନୁସାରେ ତାଙ୍କ ଲଙ୍କାରେ ଅଗ୍ନି ସଂଯୋଗ କରାଗଲା। ତାପରେ ଆରମ୍ଭ ହେଲା ଲଙ୍କାର ଧ୍ୱଂସର ଲୀଳା। କେତେ ଅସୁର ମଲେ, କେତେ ପ୍ରାସାଦ ଟଳିଗଲା, ଲଙ୍କାଟା ଛାରଖାର ହେଇଗଲା। ମାତ୍ର ହନୁମାନ ସୀତା ଠାବ କରି ଚାଲିଗଲେ। ଏଥିରୁ ଜଣା ପଡୁଛି ରାମଚନ୍ଦ୍ରଙ୍କ ଶକ୍ତି ରାବଣର ଶକ୍ତି ଠାରୁ ଅଧିକ। ସେୟା ତ ପ୍ରମାଣିତ ହେଲା। ତାହେଲେ ଲଙ୍କାର ଭାଗ୍ୟ ଅନିଶ୍ଚିତ।
लंकाधिपति रावणंकर घोषणा आम राज्य उपरे शत्रु आक्रमणर समस्त लक्षण देखा देइछि। शत्रु पक्षर गुप्तचर माने विभिन्न समय रे राज्य मध्य को प्रवेश करिवार आशंका रहिछि। तेणु कौनसी अज्ञात व्यक्ति सहित संपर्क रखिबे नहीं। जदि कौनसी व्यक्ति उपरे संदेह हुए तुरंत राजकर्मचारी को संवाद देवे। दिन समय रे राजकर्मचारी उपस्थिति रे नगर परिक्रमा करिवे एवं संध्या पूर्व गृह को प्रत्यावर्तन करिवे। बिना अनुमति रे लंका बाहर को कहीं जीवे नहीं। आपणक निरापत्ता लगी सैन्य जोगाई दिया जीवो। जे कोनोसी समय रे युद्ध लागिबार आशंका रहिछि। तेणु सदा सर्वदा युद्ध पाई प्रस्तुत रहिबे। निरापदा विफल सैन्य मानक उपस्थिति रे बाहर बुलिया पड़िबा। इच्छा अनुसार बाहर को जाई बोले संध्या आगु घर को फेरिबा पड़िबा। पुणी युद्धर आशंका पुणी रक्तपात के भयकर समय नहीं गति करने को पड़ुछि। रास्ता रे जाऊ जाऊ शत्रु भी आक्रमण करि पारे। चलो चलो आमे राज्य छाड़ी पळै जीवा। कोन जीवा सेठी कोन शांति अछि निरापत्ता अछि। राजा कर जीत पाई आमे काई के मरिबा। हमें जे राजा को हाथ रे गोटे गोटे खेलना राजा निज को बड़ करिवे। आमे आमे काई के बड़ बड़ दबा। दंड तमे कोन जानि ना हमर जीवन मूल्यहीन बोली। हम जीवन रे किछि मूल्य नहीं। ना नहीं हम को नहीं को राज्य लुए राज्य को आबा पाई दाई लुए। प्रथमे राज्य तापर व्यक्ति ना व्यक्ति को छाड़ी राज्य के संभव नुहे। राज्यर मंगल पाई व्यक्ति के बलिदान देव पड़िबो। राज्यर मंगल कोन राज्य के बलमुखी पर निर्भर करे। विश्वर परंपरा से आद निर्धारण करिछि। ना उसे परंपरा को मानिबे नहीं। ताहले ताहले रहिबो कोठी। ताहले रहिबो कोठी। राज्य छाड़ी जंगल रे किसी भाभी पर नहीं। गोटे पृथ्वी रे बास करिछे जोठी युद्ध बिना किछि घटु नाही। जोठी आतंक बिना शांति। जोठी मरिबाटा आकस्मिक। रास्ता को पड़ो काढ़िले भय घरे रहिले प्रिय। एठी बंचिबार किछि रास्ता अछि। अछि केवल गोटे रास्ता। स्वर्ग को सीढ़ी लगी गले हमें वाले समस्त सीढ़ी चली चौड़ी समस्त अमर रही सेठी मृत्युर भय नहीं कि आतंक नहीं। वर्ष परे वर्ष बीती गला स्वर्गर दूरता केते जानी हेला नहीं। सब अनिश्चित भितर हमको से आशार स्वप्न को खोजा पड़ो भाविबा पड़ो। स्वर्ग को सीढ़ी लगी जीव आशा सकाल देहटा को पथर यारी ऊपर निहार चलेबा निजर समस्त स्वप्न आनंद को पड़ी खीन दिन कर रक्त रे जोड़ा जाए पथर खंड स्वर्ग थरे थाई हसुता क्या शेष नहीं।
ପାରିବିନି। ପବନରେ ଆଜି ବିଦ୍ରୋହ ସୃଷ୍ଟି ହଉଛି। ଇଚ୍ଛା ହଉଛି ସବୁ ଭାଙ୍ଗିଦେବା ପାଇଁ, ସବୁ ଭାଙ୍ଗିଦେବା ପାଇଁ। କେହି ଶୁଣିପାରନ୍ତି? ନିହାଣ ଧର ପଥର ନା ନା, ମୁଁ ପାରିବିନି, ମୁଁ ପାରିବିନି। ଶିଳ୍ପୀ, ତୁମେ ଶିଳ୍ପୀ, ତୁମକୁ କେହି କ୍ଷମା ଦେବନି। ନିହାଣ ଧର ପଥର ଖୋଳ, ନିହାଣ ଧର ପଥର ଖୋଳ। ଆରେ ଏ କଣ କରୁଛ? ପଥର ଗୁଡାକୁ ଭାଙ୍ଗି ପକଉଛ। ସବୁ ଭାଙ୍ଗିଦେବି, ସବୁ ଭାଙ୍ଗିଦେବି। ଏଇଟା ଗୋଟେ ଫଳହୀନ କାର୍ଯ୍ୟ। ମତେ ଲାଗୁଛି ଆମକୁ ନିର୍ବାସନ ଦିଆଯାଉଛି, ସବୁ ନିର୍ବାସନର ଶେଷ ନାହିଁ। କଣ କରୁଛ ଦଣ୍ଡ? ତମେ ଜାଣିଛ ସ୍ୱର୍ଗର ଦୂରତା କେତେ? ରାଜା ଜାଣିଛନ୍ତି, ଏ ପ୍ରଜାମାନେ ଜାଣିଛନ୍ତି, କେହି ଜାଣିନାହାନ୍ତି। ଅଥଚ ଆମେ ସମସ୍ତେ ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରିଛେ। ଦଣ୍ଡ, ଯୋଉଠି ସମସ୍ତେ ଅମର ହେଇଯିବ। ଦଣ୍ଡ, ଏଇଟା ଗୋଟିଏ ଫଳହୀନ ରାସ୍ତା। କିଛି ଶୁଣିବିନି, ସବୁ ଭାଙ୍ଗିଦେବି। ଆଜି ଯାହା ସବୁ କରିଛି ସବୁ ଭାଙ୍ଗିଦେବି। ଆଉ ରାଜ୍ୟରେ ବୋଲି କହିବି ଏଇଟା ଗୋଟେ ମିଛ ପ୍ରହସନ। ରାଜା ରାଜା ଆମ ମନରେ ଆମ ବାବା ପ୍ରବଣତାକୁ ସେ ଟପି ଦେଇଛନ୍ତି। ଏ ସିଡ଼ି ସ୍ୱର୍ଗକୁ ଲାଗିପାରିବନି। କେହି ଅମର ହେବେନି, ସମସ୍ତେ ମରିବେ। ଚୁପ୍ କର। ତମେ ଯଦି ଚୁପ୍ ନ କରିବ, ମୁଁ ତୁମକୁ ହତ୍ୟା କରିବି। ঠিক আছে, আমি কেবে কইবিনি। ঠিক আছে, ଆସିଛି ଧ୍ୱଂସର ଶେଷ ସଙ୍ଗୀତ ଶୁଣିବାକୁ ମା କାଳ। ଆସିଛି ଦେଖିବି ତୁମର ରୁଦ୍ର ତାଣ୍ଡବ ରୂପ। ଶୁଣିଛି ଦକ୍ଷ ଯଜ୍ଞରେ ତୁମେ ସତୀଙ୍କର ଶବ ଧରି କିଭଳି ହୃଦଣ୍ଡ ନୃତ୍ୟ କରୁଥିଲ। ତୁମ ହାତରେ ଡମ୍ବୁରୁ କମ୍ପୁଥିଲା, ତିଲୋଚନ ପ୍ରଜ୍ୱଳିତ ହଉଥିଲା, ତ୍ରିଶୂଳ ଥରୁଥିଲା। ଗୋଟିଏ ପାଦ ପୃଥିବୀର ଛାତି ଉପରେ ରଖି ତୁମେ ପ୍ରଳୟ ମୁଦ୍ରାରେ ନୃତ୍ୟ କରୁଥିଲ। ସେ ନୃତ୍ୟ ସ୍ଥିତିର ନା ପ୍ରଳୟର? ସେ ନୃତ୍ୟ ସୃଷ୍ଟିର ନା ଧ୍ୱଂସର? ଆଜି ଗୋଟେ ସେମିତି ସମୟ ଅଛି ସମଗ୍ର ବିଶ୍ୱ ଲାଗି। ମୂଲ୍ୟବୋଧର ମୂର୍ତ୍ତି ହେଉଛି, ଚେତନାର ମୂର୍ତ୍ତି ହେଉଛି, ବିବେକର ମୂର୍ତ୍ତି ହେଉଛି। ଆଉ ମୁଁ ସେଇ ସମୟରେ କେବଳ ଧ୍ୱଂସର ସଙ୍ଗୀତ ଗାଇବି। चेतना अच्छी ना कौन महाराज? महाराज सारथी महाराज आप ठीक अच्छा तो? मु ठीक अच्छी। आसतु फेरी जा। आउ गोटाए राति झड़ पूर्वर राति ए राति को मु आकंठ अनुभव करने को चाहे।
महाराज काली आपण युद्ध को जिबे मु जाने काली ए राती नथिबो मु नथिबी लंकार शेष योद्धा नथिबो सारथी महाराज बाउथरे से जीवन संगीत शुणिया को जाए मते निषिद्ध कक्ष को नहीं चलो आसतु महाराज क्षमा करंतु महाराज आपणकर बिना अनुमति मुई निषिद्ध कक्ष को प्रवेश करिछि कौन कहना को चाहो काली युद्धर किछि संवाद रखिछथि युद्ध संवाद हां पाइछि आज सुधा लंकार समस्त योद्धा आत्मबलि रहिछंती ता सत्य भी आपण चाहुछथि युद्ध हो बोली महाराज आपणकर अहंकार लागि लंका को ध्वंस करी आपण कोन लाभ पाउछथि तुम प्रश्नर उत्तर देवा मो पक्षरे संभव नुहे आम दुईंकर चिंता और चेतना मध्य अच्छी अनेक व्यवधान तुम्हें पार्थिव माया भोगा शक्ति विश्वास रख निजर स्थिति लगी सर्वदा संग्राम कर मु किंतु पारे ना कारण आपण अमर ता सत्य भी महाराज ए राज्य प्रति आपणकर किछि कर्तव्य रहिछि आज ये सोन्न लंका विपर्यस्त चारिआडे मृत्युर छाया खेली जाइछि देखो महाराज देखो विधवा स्त्री मानकर बुकु फटे चित्कार पितृहरा शिशु मानकर असहाय रोदन सुनंतु महाराज सुनिबा को चेष्टा करतु युद्ध क्षेत्र रे मृत्यु को अपेक्षा करिदिबा से सैनिक मानकर कष्ट सुनिछि ता सत्य भी आपण निर्विकार महाराज निजर अहंकार लगी सोन्न लंका को ध्वंस करी आपण कोन लाभ पाउछथि आज लंकार समस्त शिशु पितृहरा लंकार समस्त जलाशय आज सबरे पोती हेई पड़िछि लंकार समस्त शस्य क्षेत्र आज रक्त रे धोई हेई जाइछि लंकार समस्त वायु दीर्घ श्वास ए भारी हेई जाइछि थोरटिए खाली रानी अंतपुर को आसतु देखि जिबे आपणकर बहु माने केंति नीरवरे बसी आखिर लुह ढालुचंती आसतु महाराज आसतु जिबे निश्चिंत जिबे युद्ध भूमि को जिबे महाराज किंतु एते राति रे खूब निकटरू देखिया पे चेष्टा करिबी सेही मर्मन्तुद दृश्य सब लंकार समस्त भांगी पड़ी पारंती मु किंतु भांगी पड़िबिनी अटल मेरु परि निर्विकार रहिबी महाराज आपण स्थिर अछंती तो महाराज हो रानी मु स्थिर अछि सारथी रथ प्रस्तुत करो
ବିଧବା ସ୍ତ୍ରୀ ଲୋକମାନଙ୍କର କରୁଣ ରୋଦନ। ହଁ, ଦେଖନ୍ତୁ ମହାରାଜ, ରାସ୍ତାରେ ଶିଶୁଟିଏ ପଡ଼ି କାନ୍ଦୁଛି। ଅପେକ୍ଷା କରିଛି ତା ବାପର ଫେରିବା ପଥକୁ। ଛାଡ଼ିଦେବି? ନା, ଥାଉ, ରଥ ଚଲାଅ। ଶବର ପାହାଡ଼, କବନ୍ଧର ପାହାଡ଼, ମୂର୍ତ୍ତ ଅଶ୍ଵ ହସ୍ତି ଭଗ୍ନ ରଥର ପାହାଡ଼, ବହି ଯାଇଛି ରକ୍ତର ସମୁଦ୍ର। এই ধ্বংসর স্তূপ উপরে একমাত্র মু বঞ্চিছি, লঙ্কার শেষ যোদ্ধা। মহারাজ, যুদ্ধভূমি শেষ হয়ে আসলানি। এই গুড়িয়ে চিতা দুশুছি, বোধহুଏ ଶ୍ମଶାନର ଆରମ୍ଭ। ହଁ ମହାରାଜ। ରଥ ସେଠିକି ନେଇ ଚାଲ। ଆଜ୍ଞା। ସାରଥି, ଇଏ କାହାର ଚିତା? ଆପଣଙ୍କର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବଙ୍କ ଚିତା। ସେମାନେ ସମସ୍ତେ ମୁକ୍ତି ହେଇଗଲେ, একমাত্র ମୁଁ ମୁକ୍ତ ହେଇପାରୁନି। ଆଉ ଘଡ଼ିଏ ରୁହ। ରାଜପ୍ରାସାଦର ପଥରର କାନ୍ଥ ଭିତରେ ଏତେ ଚିତ୍କାର, ଏତେ ହାହାକାର କିଛି ବି ଶୁଣି ହେଉନାହିଁ। ମୃତ୍ୟୁକୁ ଗଭୀର ଭାବରେ ଅନୁଭବ କରିବାକୁ ଆଉ ତ ମତେ ମୁହୂର୍ତ୍ତ ନ ମିଳିପାରେ। ଏମିତି ଗୋଟେ ସମୟରେ ଶିବ ସତୀଙ୍କର ଶବକୁ କାନ୍ଧରେ ଧରି ପ୍ରଳୟ ମୁଦ୍ରାରେ ନୃତ୍ୟ କରୁଥିଲେ। ସେତେବେଳେ ପ୍ରଳୟ ଆସିଥିବ। ସାରଥି, କାଲି ମୁଁ ଯୁଦ୍ଧକୁ ଯିବି। ମୁଁ ବଞ୍ଚିଥାଏ ବା ନଥାଏ, କାଲି ରଥ ମୋର ଲଙ୍କାର ରାଜଦଣ୍ଡ ଦେଇ ଯୁଦ୍ଧଭୂମିକୁ ଅତିକ୍ରମ କରି ଶ୍ମଶାନରେ ପହଞ୍ଚିବ। ଏବେ ଫେରି ଚାଲ। ଯଥାଜ୍ଞା ମହାରାଜ। ନିଷିଦ୍ଧ କକ୍ଷ ଭିତରେ କାଟିଦେବେ। ଆପଣ ଖବର ପାଇଛନ୍ତି ମହାରାଜ? ମହାରାଜ କାଲି ନିଜେ ଯୁଦ୍ଧକୁ ଯିବେ। ବୋଧେ ପରିଣତି କାଲି ହିଁ ଜଣା ପଡିଯିବ। ହଁ, ଆଜି ଗୋଟିଏ ରାତି, ମୋ ଜୀବନର ମର୍ମନ୍ତୁଦ ରାତି। କାଲି ଆଉ ଏଇ ରାତି ନଥିବ। ଏ ଦୃଶ୍ୟ ପଟ ବି ବଦଳି ଯାଇଥିବ। ତୁ ବୁଝିପାରିବୁନି ସଖୀ, ତୁ ବୁଝିପାରିବୁନି ଯେ କୋଉ ଭଳି ମାନସିକ ସ୍ଥିତିରେ ମୁଁ ଆଜି ଗତି କରୁଛି। ଗୋଟି ଗୋଟି ମୋର ସମସ୍ତ ପୁତ୍ରମାନେ ଆତ୍ମବଳି ଦେଇଦେଲେ। ଆଉ ଶେଷରେ ମହାରାଣୀ, ବୋଧେ ମହାରାଜ ଫେରିଲେ। ହଁ,
महाराज आज आपण मो पुरे विजय करी मते धन्य कर दी छथि सारा राति मु आज एठी कोठे ये तो बड़ भाग्य मोर आपण बोधे युद्ध को फिर फेरिले हां मधुरा अछि अछि आज आपण पाने करिवे मु बहुत क्रांत मधुरा दियो नियंत महाराज तुम्हें बोधुए शुणिथिब काली मु युद्ध भूमि को जाऊँ हाँ सुनी किंतु ये युद्ध को बंद करबा पई कोन किछि बाटा नहीं ना नहीं तेबे ठीक अछि भगवान के निकट रे मु केवल एति प्रार्थना करिबी जे काली रो युद्ध रे आपण जेंति विजय लाभ करी फेरन रानी युद्धर फलाफल आगुरी निर्धारित हो सारी से कथा तुम्हें जान मु सब जानिबा सत्ते ए ध्वंसर लीला काहे कि महाराज गोटे प्रश्न पछारिबे पचार आपण सीता को अपहरण कले काहे रामचंद्र को लंका को सीता को उपभोग करबा करबे तो रानी रावण मायावी से जे कौन से रूप ग्रहण करि पारे सीता को मायर आच्छन्न करी मु रामचंद्र को रूप नहीं ताको उपभोग करि पारथांती ताहले कलेनी काहे चेष्टा करथिली मु जेतबेले रामचंद्र को रूप नेली तांकर आदर्श तांकर दर्शन तांकर मानता मोर ए चेतना को आच्छादित कला मु आउ रावण हे रहिलिनी से देवतार मुखा भितरे मोर ए राक्षस स्वरूपटी असहाय होई पड़िला ताहले ताहले आपण कोन चाहती महाराज आशीर्वाद पाई मूर्त उपरे जलाप करिबा पाई काली युद्धर फलाफल विषय आपण जानती काली युद्धरे रावणर मृत्यु हेबो मोर मोर कोन हबो ताहा भी आगुरु निर्धारित होई सारिछि काली विभीषण रामचंद्र विभीषण को मस्तक राज तिलक दे लंकार राजा हमार घोषणा करिबे आओ तमे आज जहा अछो काली मध्य सेया रहिबो हे भगवान काहे कि आपण मते आघात दउछंती काहे कि रानी मु जाने निज मन पर तुमर अधिकार निज देह पर तुमर अधिकार अतीत भविष्य सहित तुमर किछि संपर्क वर्तमान तुम पाई सब किछि तेणु जा वर्तमान तुम्हें ताको ग्रहण मु किंतु वर्तमान नुह मु काल कालातीत किंतु मुए परंपरा को केमिति ग्रहण करि नेबी तुम्हें पारिबो रानी तुम्हें पारिबो कोन मु पारिबी भूली जीवी हम इते दिनर संपर्क भूली
ଯିବି ଆମର ସେ ଅନ୍ତରଙ୍ଗ ମୁହୂର୍ତ୍ତ ଭୁଲି ଯିବି ଯେ ଆପଣ ମୋର ସ୍ୱାମୀ ବୋଲି। ବର୍ତ୍ତମାନ ଭୁଲି ପାରିବ ନାହିଁ, କାରଣ ମୁଁ ଅଛି। ତାପରେ ହୁଏତ ମୁଁ ନଥିବି, କିନ୍ତୁ ବିଭୀଷଣ ଥିବ, ରାଜ ସିଂହାସନ ଥିବ, ରାଣୀ ପରମ୍ପରା ବି ଥିବ। ପରମ୍ପରା ମୁଁ କଣ ସେ ପରମ୍ପରା ହାତରେ ଗୋଟେ କଣ୍ଢେଇ? ମୋ ନିଜ ଉପରେ ନିଜର କୌଣସି ଅଧିକାର ନାହିଁ। ଚାହିଁଲେ କଣ ମୋ କୋଳରୁ ମୁଁ ଏ କୋଳରୁ ମୁକ୍ତି ପାଇପାରିବିନି। ତୁମେ ପାରିବ ରାଣୀ, ତୁମେ ପାରିବ। କଣ ପାରିବି? କାଲି ସକାଳେ ମୁଁ ମୋ ମସ୍ତକରେ ସିନ୍ଦୁର କାହା ନାଁରେ ଲଗେଇବି? ଆପଣଙ୍କ ନାଁରେ ନା ଆଉ କାହା ନାଁରେ? ପ୍ରତିଦିନ ଖବର ପାଖରେ ମୁଁ କାହାକୁ ଅପେକ୍ଷା କରିବି? କାହାକୁ? ଅନିଶ୍ଚିତ ଭବିଷ୍ୟତକୁ। ହେ ଭଗବାନ, ମୋ ପାଇଁ ସତ୍ୟ କଣ? ଅତୀତ ନା ବର୍ତ୍ତମାନ, କାଳ ନା କାଳାନ୍ତର, ମୁଁ କିଛି ବୁଝିପାରୁନି। ମଦିରା ମଦିରା ଦିଅ। ପାନ କରନ୍ତୁନି ମହାରାଜ, କାଲି ସକାଳେ ଆପଣ ଯୁଦ୍ଧ ଭୂମିକୁ ଯିବେ। ଏ ରାତି ପାଇବାକୁ ଆଉ ଖୁବ୍ କମ୍ ସମୟ ବାକି ଅଛି। ମତେ ସେ ଯାଏ ଚେଇବାକୁ ପଡ଼ିବ। ମତେ ଗୋଟେ କଥା କୁହନ୍ତୁ ମହାରାଜ, କାଲି ସକାଳେ ମୁଁ ଯେତେବେଳେ ଆପଣଙ୍କ ମସ୍ତକରେ ବିଜୟର ତିଲକ ପିନ୍ଧିଦେବି, ସେତେବେଳେ ମୁଁ ଭଗବାନଙ୍କ ନିକଟରେ କଣ ପ୍ରାର୍ଥନା କରିବି? ହେ ଭଗବାନ, ମତେ ସୃଷ୍ଟିରେ ବାରମ୍ବାର ପାଇଁ ଜନ୍ମ ଦିଅ, କାରଣ ବଞ୍ଚିବାର ମୋହ ମୋର ତୁଟିନି। କାହିଁକି ସ୍ୱାମୀ, କାହିଁକି କାହିଁକି ଆପଣ ଆଜି ମତେ ଆଘାତ ପରେ ଆଘାତ ଦେଇ ଚାଲିଛନ୍ତି? କାହିଁକି? ଆଘାତର କଥା କହୁଛ ରାଣୀ? ମୋ ପାଇଁ এই মুহূর্তর কথা চিন্তা কর। জানে আজ যা তোমা ପାଇଁ সত্য কালিকি মিথ্যা হয়েଯିବ। আজ ମୁଁ ଯାହା ଦେଖୁଛି, ଯେଉଁ ଅଖଣ୍ଡ ବିଶ୍ୱରେ ନିଜ ଅସ୍ତିତ୍ୱ ଲାଗି ସଂଗ୍ରାମ କରୁଛି, ଯାହା ଉପରେ ଅଧିକାର ସାବ୍ୟସ୍ତ କରୁଛି, କାଲି ତା ମୋର ହେଇନଥିବ। ଏ ରାତିର ଅନୁଭବ ତୁମେ ଆଉ ମୁଁ ସମସ୍ତେ ଅତୀତ ହୋଇଯିବା। ତଥାପି ମୁଁ ହସୁଛି। କିଛି ସମୟ ପୂର୍ବରୁ ବୁଦ୍ଧ ଭୂମିକୁ ଗଲି, ମୋ ପରିବାରର ଚିତା ଦେଖିଲି, ମୃତ୍ୟୁକୁ ଅନୁଭବ କଲି, ପୁଣି ଅତିକ୍ରମ କରିଗଲି। ଭାବିଲି ଏହା ଜୀବନର ଚରମ ସତ୍ୟ। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ ଜାଣି। ଏ ବିଶ୍ୱରେ କିଛି ନୂତନତ୍ଵ ନାହିଁ। ଯାହା ନୂତନତ୍ଵ ତାହା କେବଳ ପୁରାତନର ପୁନରାବୃତ୍ତି ମାତ୍ର।
ତେଣୁ ପ୍ରତ୍ୟେକ ଘଟଣାକୁ ଆମକୁ ଅତି ଉଦାରତାର ସହ ଗ୍ରହଣ କରିବାକୁ ପଡ଼ିବ। ସକାଳେ ଯୁଦ୍ଧ ଭୂମିକୁ ଯିବା ପାଇଁ ରଥ ଆସି ଅପେକ୍ଷା କରିଛି। মতে ବି ପ୍ରତିଶ୍ରୁତି ଦେବାକୁ ପଡ଼ିବ। ଏ ଯୁଦ୍ଧରେ ମୁଁ ନିଶ୍ଚିନ୍ତ ଜିତିବି ଯେ ପର୍ଯ୍ୟନ୍ତ ନ ଫେରିଛି। ମୋର ଅଟକିଲା କାହିଁକି? ମହାରାଜ, ରାମଚନ୍ଦ୍ର ବ୍ୟୂହ ରଚନା କରିଛନ୍ତି। ମୁଁ ବ୍ୟୂହ ମଧ୍ୟକୁ ପ୍ରବେଶ କଲେ ଆପଣ ତାଙ୍କ ସହିତ ଯୁଦ୍ଧ କରିବେ। ସାରଥୀ, ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଆସିଛି। ମହାରାଜ, ଯୁଦ୍ଧ ମୋର ପଛକୁ ଫେରି ପାରିବ ନାହିଁ। ଆପଣ ବାଧା ଅତିକ୍ରମ କରନ୍ତୁ। ବ୍ୟୂହର ପ୍ରଥମ ଚକ୍ର ମୂଳଧାର ଜଗିଛନ୍ତି ପୀତବର୍ଣ୍ଣର ପ୍ରହରୀମାନେ। ରଣହୁଙ୍କାର ଦଉଛନ୍ତି, ରାଗରେ ଥରି ଉଠୁଛନ୍ତି। ଅତିକ୍ରମ କର। ଦ୍ୱିତୀୟ ଚକ୍ର ସ୍ୱାଧିଷ୍ଠାନ ଅତିକ୍ରମ କର। ତୃତୀୟ ଚକ୍ର ମଣିପୁର ଅତିକ୍ରମ କର। ଚତୁର୍ଥ ଚକ୍ର ଅନାହତ ଅତିକ୍ରମ କର। ପଞ୍ଚମ ଚକ୍ର ବିଶୁଦ୍ଧ ଅତିକ୍ରମ କର। ଷଷ୍ଠ ଚକ୍ର ଆଜ୍ଞା ଅତିକ୍ରମ କର। ସପ୍ତମ ଚକ୍ର ଲଳନା ଅତିକ୍ରମ କର। ଅଷ୍ଟମ ଚକ୍ର ଗୁରୁ ନବମ ଚକ୍ର ସହସ୍ର। ରାମଚନ୍ଦ୍ର ଏଇଠି ଅଛନ୍ତି। ରଥ ଏଇଠି ରଖ। এই মুহূর্তକୁ ମୁଁ ଆଜି ଯାଏ ଅପେକ୍ଷା କରିଥିଲି। ହେ କ୍ଷତ୍ରିୟ ଶ୍ରେଷ୍ଠ, ମୁଁ ତୁମକୁ ଯୁଦ୍ଧ ପୂର୍ବରୁ ସ୍ୱାଗତ ଜଣାଉଛି। ମହାରାଜ, ହେ ପ୍ରଭୁ ରାମଚନ୍ଦ୍ର, ମୁଁ ଯୁଦ୍ଧ ପୂର୍ବରୁ ତୁମକୁ ଭଲ ଭାବେ ଦେଖିନି। ମହାରାଜ ନୀରବ କାହିଁକି
ଶତ୍ରୁ ପକ୍ଷ ସର ନିକ୍ଷେପ କରୁଛନ୍ତି, ଆପଣ ପ୍ରତିରୋଧ କରନ୍ତୁ। କାହା ଉପରକୁ ସର ନିକ୍ଷେପ କରିବି ସାରଥୀ? ଗୋଟେ ନିରାସକ୍ତ ଯୋଗୀ ଉପରକୁ? ଦେଖ ଯୋଗୀଟି କିପରି ଯୋଗିନୀ ରୂପରେ ରୂପାନ୍ତରିତ ହଉଛି। ମହାରାଜ, ଚାରିଆଡେ ପ୍ରଳୟର ମୁଦ୍ରା। এই ধ্বংসাবন্তୀ ପୃଥିବୀ ଉପରେ ଯୋଗୀଟି କିପରି ନୃତ୍ୟ କରୁଛି। ମହାରାଜ, ଶତ୍ରୁ ପକ୍ଷ ସର ନିକ୍ଷେପ କରୁଛନ୍ତି, ପ୍ରତିରୋଧ। ମୁଁ ଆଉ ପାରୁନି। ସାରା ଶରୀର ମୋର ଅବଶ ହେଇ ପଡୁଛି। ହେ ପ୍ରଭୁ ରାମଚନ୍ଦ୍ର, ତମର ସ୍ୱର ମୋର ନାଭି ବ୍ରହ୍ମ ଭେଦ କରିଛି। ପ୍ରଭୁ, ମୁଁ ଏବେ ମୁକ୍ତ। शान्तिर्भवतु सर्वेषां पूर्णं भवतु सर्वेषां मङ्गलं भवतु।